ଭଡ଼ାଟିଆ ବାରଣ୍ଡାରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରେ ଏବେ ବି ଅନେକ ଗାଁରେ ଅଙ୍ଗନବାଡ଼ି ପାଇଁ ଘର ନାହିଁ। କିଛି ଜାଗାରେ ଭଡ଼ା ଘରେ ଚାଲିଛି ଅଙ୍ଗନବାଡ଼ି ଶିକ୍ଷାଦାନର ବ୍ୟବସ୍ଥା। ଅନେକ ଗାଁରେ ଘରଟିଏର ସୁବିଧା ମିଳୁନାହିଁ। ସେଥିପାଇଁ ବାରଣ୍ଡାରେ ଚାଲିଛି ଅଙ୍ଗନବାଡ଼ି ଶିକ୍ଷା କେନ୍ଦ୍ର। ଏଭଳି ଏକ ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି ଠାକୁରମୁଣ୍ଡା ବ୍ଲକ ପଡ଼ିଆବେଡ଼ା ଗ୍ରାମ ପଞ୍ଚାୟତ ସିମଟିହା ଗ୍ରାମର ପାହାଡ଼ପୁର ସାହିରେ। ପାହାଡ଼ପୁରର ମୂଳ ଗ୍ରାମରୁ ପ୍ରାୟ 2 କିଲୋମିଟର ଦୂରରେ ଅବସ୍ଥିତ। ସେଠାରେ ମଧ୍ୟ ପ୍ରାଥମିକ ସ୍କୁଲଟିଏ ରହିଛି। 85 ପରିବାର ବାସ କରନ୍ତି ପାହାଡ଼ପୁର ସାହିରେ। ବହୁ କଷ୍ଟରେ ଗତ 3 ବର୍ଷ ତଳେ ସେଠାରେ ଖୋଲିଛି ଏକ ଅଙ୍ଗନବାଡ଼ି କେନ୍ଦ୍ର। ସେହି କେନ୍ଦ୍ରର କର୍ମୀ ଭାବରେ ଅଛନ୍ତି ମଲ୍ଲି ପୂର୍ତ୍ତି। ତାଙ୍କ ନିଜ ଘର ବାରଣ୍ଡାରେ ଚଳେଇ ରଖିଛନ୍ତି ଅଙ୍ଗନବାଡ଼ି କେନ୍ଦ୍ର। ବାରଣ୍ଡାରେ ଛୋଟ ଶିଶୁମାନେ ବସୁଥିବା ବେଳେ ବର୍ଷା ଫଳରେ ନାନାଦି ସମସ୍ୟାରେ ଭୋଗୁଛନ୍ତି। ବର୍ଷା ପାଣିରେ ଭିଜି ଯାଉଛି ବାରଣ୍ଡା। ବର୍ତ୍ତମାନ 17 ଜଣ ପିଲା ଶିକ୍ଷା କରୁଅଛନ୍ତି ସେହି ଅଙ୍ଗନବାଡ଼ି କେନ୍ଦ୍ରରେ। ସିଡିପିଓ ଓ ସମ୍ପର୍କରେ ପଚାରିବାରୁ ଘର ମିଳୁନଥିବା ଏବଂ ବିଡ଼ିଓ ଆମକୁ ଘରର ବ୍ୟବସ୍ଥା କରୁନାହାନ୍ତି ଏ ସମସ୍ୟା ହେଉଥିବା କହିଛନ୍ତି। ଠାକୁରମୁଣ୍ଡା ବ୍ଲକରେ ଏଭଳି ଅନେକ ଗୁଡ଼ିଏ ଅଙ୍ଗନବାଡ଼ି କେନ୍ଦ୍ର ଅଛି ଯେଉଁଠିକି ଘର, ପାଇଖାନା, ପିଲାମାନଙ୍କ ପାଇଁ ରୋଷେଇ ଘର, ଅଙ୍ଗନବାଡ଼ି କେନ୍ଦ୍ରରେ ପାଣିର ସୁବିଧା, ବିଜୁଳି ଇତ୍ୟାଦିରେ ଅସୁବିଧା ରହିଛି। ତେବେ ପ୍ରଶାସନ ତୁରନ୍ତ ପାହାଡ଼ପୁର ଅଙ୍ଗନବାଡ଼ି ଗୃହ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି। ଠାକୁରମୁଣ୍ଡାରୁ ଲକ୍ଷ୍ମୀନାରାୟଣ ରାଉତରାୟଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ ଟିଭି ଲାଇଭ୍। नमस्कार, मोर ना मल्लीपूर्ति पहाड़पुर अंगनवाड़ी केन्द्र कर्मी। आम देखा पाऊँ छुआ मैंने बारंडारे आसिक पाठ पढ़ुं तो ये कौन स्कूल घर ना आगे आमर 3 वर्ष है अंगनवाड़ी किंतु स्कूल घर ना। केते पिला ये पाठ पढ़ुं? 3-6 वर्ष छुआ 17 जन। तो घर पर क्या कही ऊपर ऑफिसर मान आज्ञा ऑफिस रे कहूथिले जे घर हे जीवो बोली तापरे एई तो 3 वर्ष हलानी घर पर्यंत हेनी। वर्षा दिन केमती कौन पाठ पढ़ाते? आज्ञा वर्षा दिन भी एठी छुआ बसुछंती एठी रोसई हुए सब आ एठी वर्षा हेले वर्षा देखि करी आमे रोसई करी करी छुआ को खाइबा पई जल्दी टिके दे देउछि। तो सरकार को कौन कहया पई चाहिए? आज्ञा सरकार आम पहाड़पुर अंगनवाड़ी जदि घरटा माने शीघ्र देवे ताहले टिके भल हुआ कहीं माने रोसई कि छुआ पढ़ापी खाता पत्र रखापी कौन सेमती सुविधा ना से सरकार जब आमको अंगनवाड़ी घर गोटे जल्दी कर दियंते ताहले उपकृत हो पारि।